हेलो जय जगन्नाथ वेलकम बैक टू माय न्यू ब्लॉग। आशा करছি ଆପଣମାନେ ବହୁତ ଭଲ ଥିବେ फ्रेंड्स। ଦେଖିପାରୁଥିବେ ଆମେ ଆମର यहाँ ଟିକେ ପଳେଇ ଆସିଛୁ ନଈ ପାଖକୁ। କାଦୁଅ ଫାଦୁଅ କିଏ ଦେଖି ଯାଇଥାଉଛି। ଚାଲ ଯିବା ନଈ ପାଖରେ କେମିତି ବୁଲାବୁଲି କରିକି ଯିବା। ଆମର ନଈ ପାଖରେ ବୁଲାବୁଲି କରିବା କେମିତି କ'ଣ ଆମର ନଈ ଚାଲନ୍ତୁ ଦେଖିବା। ଧାନ ଉଡ଼ାଉଡ଼ି ତ ଚାଲିଛି, ଚାଷୀମାନେ ଅମଳ କରୁଛନ୍ତି। ବହୁତ ହଇରାଣ ଏଥର ସହିବାକୁ ପଡ଼ୁଛି ଚାଷୀମାନେ। କାହିଁକିନା ଦାନା ଫାଷ୍ଟ ଆଇଲା ଧାନ ଫୁଲିଆ ଟାଇମ୍ର ସିଏ କିଛି ଅଗାଡ଼ି କିଛି କରିଦେଇଗଲା। ତାପରେ ଅମଳ ଟାଇମ୍ର ଆଇଲା ଲଘୁଚାପ, ଯେଉଁ ବାତ୍ୟା ସିଆଡ଼ୁ ଗଲା ଆନ୍ଧ୍ର ତାମିଲନାଡ଼ୁ, ସିଏ ବି କିଛି କ୍ଷତି କରିଦେଇଗଲା। ଚାଷୀମାନେ ଏଥର ହତାଶ ହେଇଛନ୍ତି। ସେଠି ମଧ୍ୟ ଦେଖିପାରୁଥିବେ ଜୁଆରି ଫୁଆରି ପାଣି ବୁଡ଼ି ଯାଉଛି। ଆଉ ଧାନ ସେଠି ଦୁଇ ଜଣ ଟେକୁଛନ୍ତି, ମାନେ ପାଣି ବୁଡ଼ି ଯାଉଛି ଯେଉଁ ଟେକା ଚାଲିଛି। ଚାଲ ଯିବା ନଈ ପାଖରେ ଆଡ଼େ ଟିକେ ବୁଲିବା ଲାଗେ ଆସିବା। फ्रेंड्स ଆପଣମାନଙ୍କୁ ମୁଁ ଗୋଟେ ନୂଆ ଦର୍ପ ଦେଖିବା ପାଇଁ ଚାହିଁବି। ସେଟା ହେଉଛି ମାନେ ବାହାରେ ଟାଉନ୍ ଉପରେ ସେଟା ଦେଖିପାରିବେ ନାହିଁ। ଯେଉଁମାନେ ଗାଁର ରହୁଛନ୍ତି ସେଇମାନେ ଦେଖିଥିବେ, ଯେଉଁମାନେ ଦେଖିଥିବେ କମେଣ୍ଟ ମାଧ୍ୟମରେ ଜଣାଇବେ। ଚାଲନ୍ତୁ ଆପଣମାନେ ମୁଁ ଦେଖିବାକୁ ଯାଉଛି ଏଗୁଡ଼ା ଏକ ନୂଆ ରୂପ। ଚାଲନ୍ତୁ ଗୋଟେ ଦେଖି ଯାଇଥିବ ଏଠି ଟୋକାଟା ଦେଖିପାରୁଥିବେ। ଇଏ ହେଉଛି ଡଙ୍ଗା। ଇଏ ଯାହା ଗାଁ ଗହଳିର ଚାଲୁଥିବ, କାହିଁକି ନା ଇଏ ହେଉଛି ଶାଳନ୍ଦୀ ନଈ ଆସି ଦେଖିପାରୁଥିବେ। ଏଠି ସବୁ ଜାଲ ରହିଛି, ମାନେ ଏଇଟା ଟାଉନ୍ କି କେଉଁ ଟାଉନ୍ ଫାଉନ୍ ଏଇଟା ଦେଖିବାକୁ ମିଳିବ ନାହିଁ। ଗାଁରେ ମିଳିବ। ଏଇଟା ଗାଁର ଲୋକମାନେ ଜାଲ ଡଙ୍ଗାରେ କେମିତି ଚାଲୁଥିବ ଦେଖିପାରୁଥିବେ। କିନ୍ତୁ ଯିବାକୁ ଇଚ୍ଛା, କିନ୍ତୁ ଡଙ୍ଗା ଯାହାର କହି କାହି ହେବେ, ସେଥିପାଇଁ ଆମେ ଯାଉନା। ଚାଲନ୍ତୁ ଏଠୁ ବାଉଁଶ କିଛି ମରା ହେଇଛି, ଜାଲ ଫାଲ ବୋଧେ ବାଡ଼ ଦିଆହଉଛି ଦେଖିପାରୁଥିବେ। ଏ କୁମ୍ଭୀର ଥିଲା ବା, ପାଖକୁ ଯିବାନି ଦେଖିପାରୁଥିବେ। ହଁ ସେଠି ମଧ୍ୟ ଦେଖିପାରୁଥିବେ ଗୋଟେ ଡଙ୍ଗା ଅଛି, ସେଠିକି ଯିବା ଟିକେ ପାଖକୁ ଦେଖିପାରୁଥିବେ। ବଗ କଉରମ କେତେ ବଗ ପାଣି କୁଆ ଦେଖିପାରୁଥିବେ, କେତେ ଶାନ୍ତିରେ ସେମାନେ ବସୁଛନ୍ତି ତାଙ୍କର ଶିକାର କରିବା ପାଇଁ। ଚଲ ମଝିରେ ଥାକେ ଏଠି ନଈର କିମ୍ଭୀର ଦେଖିଥିଲେ ଲୋକମାନେ, କିନ୍ତୁ ଏବେ ଦେଖା ନାହିଁ। ଯିବା ପାଇଁ ପାଖକୁ ଭୟ ଲାଗୁଛି, ଭୟ ଲାଗୁଛି। ସେଠିକି ଯିବା ଆଗକୁ। ନଈରେ ତ ଜୁଆରି ହଉଛି। ଫ୍ରେଣ୍ଡ ଦେଖିପାରୁଥିବେ ଆମେ ଆଉ ଗୋଟେ ଡଙ୍ଗା ପାଖରେ ପହଞ୍ଚିଯାଇଛେ, କିନ୍ତୁ ଯାଇକି ମୁଁ ଦେଖୁ ସେଠି କାହିଁକିନା ପାଖେ ଯାଇ ତ ଭୟ ଯାଉଛି। ପାଖରେ ଆଣରେ ଯାହା ତ ଥିଲା କେତେବେଳେ ନେଇଗଲେ ପୁଣି ହଇରାଣ। ଦେଖିପାରୁଥିବେ ଫ୍ରେଣ୍ଡସ୍, ଇଏ ଗୋଟେ ଛୋଟ ଡଙ୍ଗାଟା, ଛୋଟ ଡଙ୍ଗା। ସେଠି ଗୋଟେ ବଡ଼ ଡଙ୍ଗାଟା ସେଠି ଆଗରେ ଅଛି। ଏ ମିଡ଼ିୟମ୍ ଡଙ୍ଗା ସାଇଜ୍ର ଡଙ୍ଗା। ଆଉ ଦିନେ ଖଣ୍ଡେ ଯିବା, ଯାଇକି ପୁରା ବୁଲିବା, ପୁରା କଭର୍ କରିବା। ଆଉ ଏଇରେ ସବୁ ଗାଁର ଦୃଶ୍ୟ। ମୁଁ ଚାଲ ବୁଲିବାଲି କରି ଟିକେ ଆସିବା, ଦେଖିଆ ଯିବା। ଚାଲ ଯିବା ସେପଟ ସାଇଡ୍ ମଧ୍ୟ ଯିବା ଆଗକୁ, ଦେଖିବା ସୁଇଚ୍ ଗେଟ୍ ପାଖକୁ, ସେଠି ଟିକେ ବୁଲାବୁଲି କରିକି ଆସିବା। ଆମର ଟିକେ କ'ଣ ଫାଙ୍କା ଥିଲା ଆଜି, ତ ଭିଡ଼ିଓ ବନେଇ ହେଉନି, ସେଥିପାଇଁ ଆସିପାରୁନି। ତା ବି ଗୋଟେ କଥା, କାହିଁକିନା ଏ ସବୁ ଗାଁରେ ରହି ମାନେ କାମ ଧନ୍ଦା ଚାଲିଛି, ଧାନ ଅମଳ ଚାଲିଛି, ସେଥିପାଇଁ ଭିଡ଼ିଓ ବି ଆସିପାରୁନି। ଫ୍ରେଣ୍ଡ ଦେଖିପାରୁଛି ଏଠି ମାନେ ନଈ ସାଇଟ୍ର ପରିବା କିଛି ଲଗେଇଛନ୍ତି, ଅଳ୍ପ ପରିବା ଲଗେଇଛନ୍ତି। ମୂଳା, ଏଇ ଗୋଟେ ଗୋଟେ କଲରା ଗଛ, ଏଠି ପିଆଜ ଗଛ ସବୁ ଉଠେଇଛି ଛୋଟ ଛୋଟ। ଆମ୍ବ ଗଛ ରହିଛି ମଧ୍ୟ ଦେଖିପାରୁଥିବେ। ସେ ବାଉଁଶ ଆପଣ ଦେଖୁଥିବେ, ବାଉଁଶ ହେଉଛି ହେଲା ସାଇଟ୍ରେ ସବୁ ବାଡ଼। ମସୁର ଜାଲ ଅଛି, ମସୁର ଜାଲ ସାଇଟ୍ରେ ସବୁ ଦିଆହେଇଛି। ତାପରେ ଦିଆ ହେଇକି ପୋତା ହେଇଛି। ତାପରେ ଜୁଆରି ହେଲେ ବାଡ଼ ଟେକିବା ଆସି ରାତିର ଗୋଟେ ଗୋଟେ ହେଇକି ପୁରା ଲମ୍ବା ଷ୍ଟ୍ରେଟ୍ ପୁରା ଦିଆହେଇଛି ସାଇଟ୍ର ସବୁ କରର। ବାଡ଼ ଟେକା ହେଲେ ଇଏ ସବୁ ଟେକା ହବ। ତାର ବାଡ଼ ଯେତେବେଳେ ଉଠିବା ଜୁଆରେ ପଡ଼ିଆ ଜନ୍ ନା ଛାଡ଼ିଯିବ, ତାପରେ ଏଠି ମାଛ ଧରାଯିବ। ଚାଲ ଯିବା ଆଗକୁ ଦେଖିବା କ'ଣ କେମିତି ହେଇଛି। ଫ୍ରେଣ୍ଡ ଦେଖିପାରୁଥିବେ, ଏଇଟା ହେଉଛି ଶାଳନ୍ଦୀ ନଦୀରେ ଗୋଟେ ଜୋର ଯାଇଛି। ଏ ସୁଇଚ୍ ଗେଟ୍, ଏପଟେ ପାଣି ବାହାରୁଛି ଦେଖିପାରୁଥିବେ। ଗେଟ୍ ପାଣି ବାହାରୁଛି ଦେଖିପାରୁଥିବେ କେତେ ଜୋର। ପାଖକୁ ଯିବା ଆପଣମାନଙ୍କୁ ଦେଖେଇବି।
ଚାଲନ୍ତୁ ଯିବା। ମୁଡ଼ି ବାଡ଼ି କହିନି ଏଥର ଯିବ ଦେଖିପାରୁଥିବେ ଫ୍ରେଣ୍ଡସ୍ କେତେ ଜୋର ପାଣି ବାହାରୁଛି। ଏପଟ ସାଇଡ୍ ଦେଖିଥିବ ପାଣି ଏତିକ, ଏପଟ ପଟରେ ଆପଣମାନଙ୍କୁ ଦେଖେଇବି ପୁରା ଫୁଲ୍ ଅଛି, କାହିଁକିନା ସୁଇଚ୍ ଏଇ ଗେଟ୍ ପଡ଼ିଛି ବନ୍ଦ ଅଛି। ଜୋରର କିନ୍ତୁ ଭାଙ୍ଗି ହେଇଗଲି ସେଟା କିଛି ପାଣି ପାସ୍ କରୁଛି। ଏପଟେ ଦେଖିପାରୁଥିବେ ପାଣି ଦେଖିପାରୁଥିବେ ଜୁଆରି କେତେ ପୁରା ପୂରଣ ହେଇଛି, ବୋର ପୁରା ଆସିକି ରହିଛି ଏଠି। ଏଠି ଧସି ଯାଇଛି ମାଟି, ଏପଟେ ଲୋକମାନେ ଉଠିକି ଯାଉଛନ୍ତି ସେପଟ ଗାଁକୁ। ସେପଟ ହେଉଛି ଚାନ୍ଦବାଲି ନିର୍ବାଚନ ମଣ୍ଡଳ ଯାଉଛି, ଏପଟ ହେଉଛି ଆମର ବାସୁଦେବପୁର, ସେପଟ ହେଲା ଚାନ୍ଦବାଲି। ଚାନ୍ଦବାଲି ଏଇଠୁ ଯାଉଛି ପୁରା ସିଆଡ଼କୁ ଲାଗିଛି ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ, ପୁରା ମେନ୍ ରୋଡ଼ ସେଇପଟର ମେନ୍ ରୋଡ଼ ସେଇପଟ ଲାଗିଛି ସେପଟର। ଇଏ ଏଇଠୁ ଯେତିକି ସବୁ ସିଆଡ଼ୁ ଚାନ୍ଦବାଲ ଯାଉଛି, ଚାନ୍ଦବାଲି ନିର୍ବାଚନ। ଆମର ଏଇଟା ହେଲା ବାସୁଦେବପୁର। ଆମେ ଦିନେ ଖଣ୍ଡେ ବୁଲତେ ଯିବା ଆମର ସେପଟ ସାଇକି, ସେଇ ବୁଲାବୁଲି କରି ଦେଖିବା ଚାନ୍ଦବାଲି ନିର୍ବାଚନ କ'ଣ କେମିତି ପରିସ୍ଥିତି। ପୋଲ ଫୋଲ ଅଛି, ଭଲ ଭଲ ଜାଗା ସେଠି ମଧ୍ୟ ବୁଲିବା। ଜୋର ସାଇଡ୍ରେ ଗୋଟେ ବରକୁଳି ଗଛ ହେଇଛି ଫ୍ରେଣ୍ଡ ଦେଖିପାରୁଥିବେ, ଏମିତି ମଧ୍ୟ କୁଳି ହେଇଛି କିନ୍ତୁ ଓଳେଇ ଦେଖିବା। ଏ ଫ୍ରେଣ୍ଡ ଦେଖିପାରୁଥିବେ କୋଳି ଉପରେ ଅଧିକ ହେଇଛି, ପାଖରେ ସବୁ ଛୁଆ ଖାଇଗଲେଣି ନା। ଉପରେ ମଧ୍ୟ ବଡ଼ ବଡ଼ ହେଇଛି ଦେଖିପାରୁଥିବେ। ପାଚିନି, କଷାଳିଆ ଟିକେ ଲାଗୁଛି। କୋଉ ପାଚିଲେ ଭଲ ଲାଗିବ, ପୁରା କେତେ ଦୂର ହେଇଛି ଦେଖିପାରୁଥିବେ। ଗୋଟେ ଧାନ ଝଡ଼ା ହେଉଛି, ସର୍ବଗୁଡ଼ା ବୋଧେ ରହିଛି, ଝଡ଼ା ହବ। ଏଇ ଥିଲା ଆଜିର କିଛି ବୁଲାବୁଲି। ମୁଁ ଚାଲ ଟାଇମ୍ ପାସ୍ ଆଜି ଟିକେ ଫାଙ୍କା ମିଳୁଛି କାମ ଧନ୍ଦାରୁ, ବୁଲି ଆସିବା, ଭଲ ଲାଗିବ। ବସିକି ଇନଷ୍ଟାଗ୍ରାମ ଭିଡ଼ିଓ ଦେଖୁଛନ୍ତି ତ ଫ୍ରେଣ୍ଡସ୍। ଆଜି ଥିଲା ଏମିତି କିଛି ବୁଲାବୁଲି, କେମିତି କ'ଣ ଲାଗିଲା କମେଣ୍ଟ ମାଧ୍ୟମରେ ଜଣାଇବେ। ଯଦି ଭିଡ଼ିଓଟା ଭଲ ଲାଗିଛି ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ।